ମୂଲ୍ୟ ଅଧିକ, ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି ତାହାର ଲାଭର ଅଭାବ ହୁଏ ନାହିଁ। ଲାବଣ୍ୟ ପ୍ରବଞ୍ଚନଜନକ ଓ ସୌନ୍ଦର୍ଯ୍ୟ ଆଶାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ ସେ ପ୍ରଶଂସିତ ହେବ। ତାହାର ହାତର ଫଳ ତାହାକୁ ଦିଅ, ପୁଣି ତାହାର ନିଜ କର୍ମ ନଗର ଦ୍ୱାରରେ ତାହାର ପ୍ରଶଂସା କରୁ। ହିତୋପଦେଶ 31:31 ପଦ। ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ, ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ। ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ। ହିତୋପଦେଶ 31 ପଦର 16 ଏବଂ 17 ପଦ। ସେ ଜ୍ଞାନରେ ଆପଣା ମୁଖ ଫିଟାଏ, ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। ସେ ଆପଣା ପରିବାରର ଆଚରଣରେ ମନୋଯୋଗ କରେ, ପୁଣି ଆଲସ୍ୟର ଆହାର ଖାଏ ନାହିଁ। ହିତୋପଦେଶ 31:26-27। ହିତୋପଦେଶ 31:20-21 ପଦ। ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତ ହସ୍ତ ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ। ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ, ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂର ବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି। ହିତୋପଦେଶ 31:18-19। ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ, ପୁଣି ରାତ୍ରି କାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ। ସେ ଚରାଖାକୁ ହାତ ବଢ଼ାଏ, ପୁଣି ତାହାର ହସ୍ତ ତାକୁଡ଼ି ଧରେ। ହିତୋପଦେଶ 31:22-23। ସେ ଆପଣା ନିମନ୍ତେ ଚିତ୍ର ବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ, ପୁଣି ସେ ଶୁଭ୍ର କ୍ଷମ ବସ୍ତ୍ର ଓ ଧୂମବର୍ଣ୍ଣ ବସ୍ତ୍ର ପିନ୍ଧେ। ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର ଦ୍ୱାରରେ ବସିବା ବେଳେ ସେ ଚିହ୍ନାଯାଏ। ହିତୋପଦେଶ 31:12-13 ପଦ। ସେ ଜୀବନ ଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ। ସେ ମେସଲମ ଓ ମସିଣା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ। ହିତୋପଦେଶ 31 ପର୍ବର 28-29 ପଦ। ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ ଏରୂପ ପ୍ରଶଂସା କରେ। ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି, ମାତ୍ର ତୁମ୍ଭେ ସେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ। ହିତୋପଦେଶ 31:14-15 ପଦ। ସେ ବାଣିଜ୍ୟ ଜାହାଜ ତୁଲ୍ୟ, ସେ ଦୂରରୁ ଆପଣା ଆହାର ଆଣେ, ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ। ଏହି 10 ଜଣ ଝିଅ ପବିତ୍ର ବାଇବଲରୁ ପାଠ କରିଛନ୍ତି। ଏମାନେ ଯେପରିକି ସବୁବେଳେ ସେମାନଙ୍କର ହୃଦୟ ମଧ୍ୟରେ ଧାରଣ କରିବେ, ପ୍ରଭୁ ଭୟ ଜୀବନ କାଟିବେ, ଏଥିନିମନ୍ତେ ମଣ୍ଡଳୀର ପାଳିକାମା ପ୍ରାର୍ଥନାରେ ସ୍ମରଣ କରିବେ। ମହିଳା ମାସିକ ସଭାରେ ଉପସ୍ଥିତ ଖ୍ରୀଷ୍ଟଙ୍କ ରକ୍ତରେ କ୍ରୀତ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟୀୟପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ଅନୁଗ୍ରହ ପିତା ପରମେଶ୍ୱର ବାପା, ତୁମ ପବିତ୍ର ନାମକୁ ଧନ୍ୟବାଦ ଦିଏ। ବାପା, ଦୟା କଲ, କୃପା କଲ, ଅନୁଗ୍ରହ ପ୍ରଦାନ କଲ। ଏହି ଦିନରେ ପ୍ରଭୁ ଏହି ସନ୍ଧ୍ୟା ସମୟରେ ତୁମ ପ୍ରାଙ୍ଗଣରେ ତୁମର ସାଧୁମାନଙ୍କ ସହିତ ତୁମର ସେବା ଉପାସନା କରିବା ପାଇଁ ସୁଯୋଗ ଦେଲ ବୋଲି ଧନ୍ୟବାଦ ଦିଏ। ବାପା, ଏହି ସମୟରେ ତୁମ ଝିଅମାନଙ୍କୁ ତୁମ ପଦ ତଳେ ଦେଉଛି। ବାପା, ଯେଉଁମାନେ ତୁମ ଧର୍ମଶାସ୍ତ୍ରରୁ ବାକ୍ୟ ପଠନ କରିଅଛନ୍ତି ସେମାନଙ୍କୁ ଆଶୀର୍ବାଦ କର। ଆଗାମୀ ଦିନମାନଙ୍କରେ ଯେପରି ବାକ୍ୟକୁ ଆହୁରି ହୃଦୟରେ ସଞ୍ଚୟ କରି ତୁମର ଗୌରବ ନିମନ୍ତେ ବଞ୍ଚିବେ, ତୁମେ ଦୟା ଅନୁଗ୍ରହ ପ୍ରଦାନ କର। ପ୍ରତ୍ୟେକଙ୍କ ଭବିଷ୍ୟତକୁ ତୁମେ ନିୟନ୍ତ୍ରଣ କର। ତୁମେ ଗୌରବ ପାଅ। ପ୍ରାର୍ଥନା ଶୁଣିଲ ବିଶ୍ୱାସରେ ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ମୋର ଶୀଘ୍ର ଆସୁଥିବା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି ବାପା, ଆମେନ୍। ଏହି ସମୟରେ ସ୍ୱେଚ୍ଛାଦାନ ସଂଗ୍ରହ କରାଯିବ।